आज मोर रिटायरमेंट है बोली आज एजुकेशन सहित मोर तो सर्विस चाकरी हो पारा नहीं एणुक मत रिटायरमेंट बोली डाकिकी खुशी से आज प्रशांति होटल आणिक खुएगी आ 5,000 टंका खर्च बहुत धन्यवाद देखी नी आज्ञा एमती भाभी नी करे बोली हाँ मुझे जहाँ देखिली कौन सी जगार एमती हो जानी भावी नी मत नहीं स्लीपर गोटे टेबल रे बस खाइबा एका एजुकेशन सहित आज्ञा मो मन भर बहुत किसी ये गला चिंता लगुला चिंता दूर हो मत कहते गोटे स्वीपर सब घृणा करती घृणा बहुत जो एत एजुकेशन आसी जाइए हाँ एत रिटायरमेंट हो जाइए कौन सी रिटायरमेंट एमती कर आज मुझे देखा गली जहाँ कर बहुत धन्यवाद दौर स्वीपर घृणा करते एजुकेशन मान एजुकेशन खाଇବା ଦାନରେ ଗୋଇଠା ମାରି ଦିଅନ୍ତି କିନ୍ତୁ ଏମିତି ନାହିଁ ମୁଁ କୌଣସି ସମ୍ମାନ ମିଳିବନି ବୋଲି ମୁଁ ଭାବୁଥିଲି କିନ୍ତୁ ସମ୍ମାନ ବହୁତ ମିଳିଲା ମତେ ଆଜ୍ଞା ମାନେ ସ୍ୱିପର ହେଲେ ବି ମାନେ ସମ୍ମାନ ସ୍ୱିପର ହେଲେ ବୋଲି ସେ ସ୍ୱିପର ବୋଲି ଭାବି ନାହାନ୍ତି ବହୁତ ସମ୍ମାନ ମତେ ଦେଲେ ଆଜ୍ଞା ମୁଁ ଏଇଥିପାଇଁ ତାଙ୍କୁ ବହୁତ ଧନ୍ୟବାଦ ଦଉଛି। କଣ ସବୁ ଦେଲେ ଖାଇବାକୁ କଣ କହିଲେ ମୁଁ ଯାହା ଖାଇବାକୁ ଦେଇନି ତା ନାଁ ବି ମୁଁ ଜାଣିପାରୁନି। ଆଚ୍ଛା ସେ ସବୁ ନାଁ କେବେ ଆସିନଥିଲି କି ଜାଣିନଥିଲି କେବେ ଖାଇନାହିଁ ଆଜ୍ଞା ପ୍ରଶାନ୍ତି କି ଆସିନଥିଲି। ଆଚ୍ଛା କେବେ ସ୍ୱପ୍ନରେ ଭାବି ନଥିଲି କେମିତି ଦୂର ହେଇଗଲା ଏଜୁକେସନ ସମ୍ମାନ ଦେଖିକିରି ଚାକିରି ନହେଲେ କଣ ହେଲା ସେ ଯାହା ସମ୍ମାନ ଦେଇଛନ୍ତି ମୋ ମରଲେ ବି ସୁଧା ଭୁଲିବେନି ଆଜ୍ଞା ଘରେ ଯାଇକି ସବୁ ମୋର ଖୁସି ଅଛି ଘରେ ବି ସବୁ ଦେଖିକି କରିବ ଲୋକକୁ ତଡ଼ି ଦେଇଛନ୍ତି ଲୋକକୁ ସାମ୍ନାକୁ ଦେଖିବା ପାଇଁ ସ୍ୱପ୍ନ ଯିଏ ଏଜୁକେସନ ଆଜ୍ଞା କରିଛନ୍ତି ଏମିତି କରିନଥିଲେ ଟିକେ ମନ ଦୁଃଖ ଯେହେତୁ ବାବୁଙ୍କୁ ଛାଡିକି ଯାଉଛି ମୋ ମନ ତ ବିଶେଷ ଦୁଃଖ ହବ କାହିଁକି ଗଲା ପରେ କାହିଁକି କିନ୍ତୁ ମନ ତ ଦୁଃଖ ଅଛି କିନ୍ତୁ ଖୁସି ବି ଅଛି ମୋର ସବୁବେଳେ ତାଙ୍କ ସହିତ ଯିବା ଆସିବା ଖୁସି ରହିବ ଆଜ୍ଞା। କଣ ଖାଇଲା ବେଳେ କଣ ବେଶୀ ଭାବରେ ସହିତ କଥା ହଉଥିଲେ ଦିଅନ୍ତି ଭାବରେ ସହ କଥା ହଉଥିଲେ ଯାହା ଖାଇଲୁ ସମାନ ଖାଇଲୁ ମୋ ଖାଦ୍ୟ ଯାହା ତାଙ୍କ ଖାଇଲେ ସେଇଆ କିନ୍ତୁ ତାଙ୍କ ଖାଦ୍ୟ କଣ ମୁଁ ଜାଣିନାହିଁ ମୋ ଖାଦ୍ୟ ସେ ଆଜି ଖାଇଛନ୍ତି ଏକା ସାଙ୍ଗରେ ବସିକି ଆମେ ବହୁତ ରିଟାର୍ଡ ପାଇଁ ନେଇକି ଦୁଃଖିତ ହେଲେ ନିଚ ବାପିଲେ ଆମକୁ ଯେହେତୁ ସମ୍ମାନ ଦିଅନ୍ତିନି ଆଜି ସାର୍ ବହୁତ ବାପାଙ୍କୁ ସମ୍ମାନ ଦେଇଛନ୍ତି ବଡ ହୋଟେଲରେ ଖୁଏଇଛନ୍ତି ଗୋଟେ ସାଙ୍ଗରେ ବସିକି ଆଉ ତାଙ୍କ ଗାଡିରେ ସାମ୍ନାରେ ବସେଇକି ଆଣିଛନ୍ତି ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ। କଣ କହିଲେ ସାର୍ ଆସିକି ଆପଣଙ୍କୁ ହେଲେ ବାପାଙ୍କୁ ସମ୍ମାନିତ କରାହେଲା ଦେଲେ ଜିନିଷ ଦେଲେ ମାନେ ଏଭଳିଆ କେବେ କରନ୍ତି କି ନା ଅଲଗା ମାନେ ଯେତେ ରିଟାର୍ଡ ବି କରିଛନ୍ତି ଅଲଗାଙ୍କୁ ମୁଁ ତ ଦେଖିନି ହେଲେ ବାପାଙ୍କୁ ବହୁତ ସମ୍ମାନ ଦେଇଛନ୍ତି ସାର୍ ଅନୁମାନ ଶୁଣିଥିଲେ କାହାକୁ ଏମିତି ସମ୍ମାନ ଦିଅନ୍ତି ନା କେବେ ଶୁଣିନଥିଲେ ଆଜି ଏଇଟା ପ୍ରଥମ କରିଗଲା ପ୍ରଥମ ଦେଖିଲି ଶୁଣିଲି ଆଉ ମାନେ ପ୍ରକୃତିରେ ଯାହା ସମ୍ମାନ ମିଳିବା କଥା ମିଳିଛନ୍ତି ନା କଣ ନା ବହୁତ ସମ୍ମାନ ମିଳିଲା ଖୁସି ଅଛି ବହୁତ ଖୁସି ଅଛି ତାଙ୍କ ଭଳିଆ ଲୋକ ମିଳିବେନି ନା କଣ ସାର୍ଙ୍କୁ ବହୁତ ଆମ ଯୋଉ ଅଫିସରଙ୍କୁ ନେଇକି ଯେତେ ସବୁ ଆସିଥିଲେ ସମସ୍ତଙ୍କୁ ଧନ୍ୟବାଦ। ସେ ମୁଁ ଆକ୍ଚୁଆଲି ଆସିବା ପରେ ଏ ଲୋକ ମୁଁ ଦେଖିଲି ରାତି 3ଟାରୁ ଆସିକି ସଦାବେଳେ ସଫେଇ କରନ୍ତି ମୁଁ ଯୋଉ ରାତ୍ରି କାରଣ ସଫେଇ ଆମ ଅନୁଭବ ମ୍ୟୁନିସିପାଲିଟିରେ କାର୍ଯ୍ୟକ୍ରମ ହେଲା ଏଇ ଲୋକଠୁ ମୁଁ ଦେଖିକି କହିଲି ଯେ ଯଦି ଗୋଟେ ଲୋକ 1 କିଲୋମିଟର ଭଳିଆ ଯଦି ସଫେଇ କରୁଛି ତାହେଲେ ଆଉ 10ଟା ଲୋକକୁ କାହିଁକି ନ ଲଗେଇକି ଆମେ ତାକୁ ସଫା ନ କରିବା ତେଣୁକରି ମୁଁ ଏଇ ଲୋକଠୁ କିଛି ଇନ୍ସପିରେସନ ପାଇଥିଲି ତାପରେ ରାତ୍ରିକାଳୀନ ଯୋଉ ସଫେଇ ହେଲା ଏଇ ଲୋକ ହିଁ ମତେ ବାଟ ପକେଇଥିଲା ଆଜ୍ଞା ରାତିରେ ସଫା କରିବା ଏବଂ କେମିତି ସଫା ଲୋକ ଦେଖିବେ ଜନସାଧାରଣ ଦେଖିବେ କାଲି ମତେ ହଠାତ୍ ଆସିଗଲା କହିଲା ଆଜ୍ଞା ଆଉ ତ କାମ କରିପାରିବିନି ଏଇଟା ହଉଛି ଲାଷ୍ଟ ଡେ କାଲିଟା ଆଜ୍ଞା ମୁଁ କହିଲି କଣ ଲାଗି କରିବି ନାଇଁ ମୋର ତ ପେନସନ ନାହିଁ ଆଉ ଠିକ ଅଛି ତମେ କୋଉଠି ଯଦି ବାହାରେ କୋଉଠି ଯଦି ତା ବାହାରେ କିଛି କାମ କରିବ ମୋର ସହାୟତା ଅଛି ମୁଁ ତମକୁ ସାହାଯ୍ୟ କରିବି ମୁଁ ଆଜି ତାକୁ ସେ ଯେତେବେଳେ ଆସିଲା ମୋର ଯିଏ ଅଛନ୍ତି ବରିଷ୍ଠ ସହାୟକ ସେ କହିଲେ ନାଇଁ ଆଜି ସାର୍ ଲାଷ୍ଟ ଡେ ଆଉ ତାଙ୍କୁ ଇଏ କରିବା ପଚାରିଲି କଣ ଅଛି ଇଏ ସାର୍ ଆପଣଙ୍କ ସହିତ ମିଶିକି ଖାଇବା ମୋର ବାପ ଇଚ୍ଛାରେ ଏମିତି କିଛି ନାହିଁ ନୂଆ ଦୁନିଆ ଆଜ୍ଞା ଆମେ ନୂଆ ଦୁନିଆରେ ଅଛୁ ଗୋଟେ କଥା ହେଲା ଆମ ଘରର ସଂସ୍କୃତି ଆମକୁ ଯାହା ଶିଖେଇଛନ୍ତି ଆମର ଗ୍ରାଣ୍ଡ ଫାଦର ଯାହା ଶିଖେଇଛନ୍ତି ଆମେ ତାକୁ ଅନୁସରଣ କରୁଛୁ ସେମିତି କିଛି ଆଜ୍ଞା ନାହିଁ
ଭଲ ଲୋକ ସହିତ ଇଏ କରିବା କଥା। ଆମର ଏମିତି ମୋର କିଛି ଏଠି ଦେଖିବା ପାଇଁ ମିଳିଲା ଗୋଟିଏ ପ୍ଲେଟ ରେ ଉଚ୍ଚ ନିଚର କିଛି ଭେଦଭାବ ରହିଲାନି। ବୋଧ ହୁଏ ଏଇଟା ଗୋଟେ ଭଗବାନଙ୍କର ଆଶୀର୍ବାଦ ଥାଇପାରେ ଯେ ତୁ ଏହା କରିବି ବୋଲି ମୁଁ ଭାବୁଛି। ଆଜ୍ଞା। କିନ୍ତୁ ସେ ଶିବିର ହେଲେ ବି ତାକୁ ଉଚିତ ସମ୍ମାନ ମିଳିବା ଦରକାର ନାଇଁ କି? ହଁ ନିଶ୍ଚିନ୍ତ ଆଜ୍ଞା ସେ କାମ କରିଛି। ଆଜି ଯୋଉ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଓଡିଶାରେ ତୃତୀୟ କ୍ୟାଟାଗୋରୀ ତୃତୀୟ ହେଇଛି। ଏଇ ଲୋକ ଯଦି କାମ କରିନଥାନ୍ତେ ବାହାରୁ ଯୋଉ ଆସିକି ଅଫିସର ମାନେ ସବୁ ଏକ୍ସାମିନ କରିଛନ୍ତି, ଆଜି ଯାହା ସ୍ୱଚ୍ଛତା ଭିତରେ ଆମେ ଯୋଉ ପାଇଛୁ ପୁରସ୍କାର, ଏଇମାନଙ୍କର ଭାଗିଦାର ଅଛି ଆଜ୍ଞା। ଆମ ମାନଙ୍କର କଣ ଭାଗିଦାର? ଆମେ ତ ତାକୁ ଚଳୁଛୁ କି ସୁପରଭିଜନ ସରକାରଙ୍କର କରୁ, ଏଇମାନଙ୍କର ଅଛି। ତେଣୁକରି ସେଇ ଅବସର ସମୟରେ ଏମିତି ଗୋଟେ ସମ୍ମାନ ଦେବା ଦରକାର। ନିଶ୍ଚିତ ଆଜ୍ଞା ମନ ଭିତରେ ଆସିଲା ଯେ କଣ କରେ ସେ ଯାହା ଚାହିଁବା ନିହାତି କରିବା ଆମର ଇଏ ଭିତରେ ପରିସୀମା ଭିତରେ ଯାହା ଅଛି ମୁଁ ତାକୁ କରେ। ଟିକେ ଆଜି ସମ୍ପର୍କ ଦୂରେଇ ଗଲା ନିବିଡ଼ ଥିଲା ମନ ଦୁଃଖ ହଉନି? ନା ନିଶ୍ଚିତ ମନ ଦୁଃଖ ହବ। କାହିଁକିନା ଗୋଟେ ଲୋକକୁ ହରାଇଲା ପରେ ସକାଳୁ ରାତିରେ ଯୋଉ ଲୋକଟି ତାର ପୂରଣ ଟା 5 ଜଣ କରିପାରିବେ ସେମାନେ ଆଉ ଖୋଜିଲା ବେଳକୁ କିଛି ସମୟ ଲାଗିବ।